ପିଲାମାନେ ଆଜିର ଗପଟୁଙ୍ଗିକୁ ସମସ୍ତଙ୍କୁ ସ୍ୱାଗତ। ଆଜି ଗପଟୁଙ୍ଗିରେ ଗପଟି ହେଉଛି ସୁନା କୁରାଢ଼ୀ। ପିଲାମାନେ ଗପଟିକୁ ମନ ଦେଇ ଶୁଣ। ବହୁଦିନ ତଳର କଥା। ଗୋଟିଏ ଗାଁରେ ଦୁଇ ଜଣ ସାଙ୍ଗ ରହୁଥିଲେ। ଜଣେ ରାମୁ ଓ ଆଉ ଜଣେ ଦୀପୁ। ରାମୁ ବହୁତ ପରିଶ୍ରମୀ। ରାତି ପାହିଲେ ସେ ତା କୁରାଢ଼ୀ ଧରି ଜଙ୍ଗଲକୁ କାଠ ପାଇଁ ଯାଏ ଏବଂ ସନ୍ଧ୍ୟା ପୂର୍ବରୁ ଘରକୁ କାଠ ଧରି ଫେରିଆସେ। ସେଥିରୁ ରାମୁ ଭଲ 2 ପଇସା ପାଏ। ସେଇ ପଇସାରେ ସେ ଭଲ ଘର ଖଣ୍ଡିଏ କଲା। ବିବାହ କରି ଘର ସଂସାର ସୁରୁଖୁରୁରେ ଚାଲୁଥାଏ। ଅନ୍ୟ ସାଙ୍ଗଟି ଟିକେ ଅଳସୁଆ। ସେ କାମଚୋର। ସେ ସୂର୍ଯ୍ୟ ଉଦୟ ପରେ ଡେରିରେ ଉଠେ। ରାମୁ ପରି ସେ ମଧ୍ୟ ଜଙ୍ଗଲକୁ ଯାଇ କାଠ ଆଣେ, କିନ୍ତୁ ଅଳ୍ପ କାଠ ଧରି ସୂର୍ଯ୍ୟାସ୍ତ ପୂର୍ବରୁ ଫେରିଆସେ। ଏମିତି ରାମୁ ଓ ଦୀପୁ ଜୀବିକା କରି ଚଳୁଥାନ୍ତି। ଅଳସୁଆ ଦୀପୁ ରାମୁର ଉନ୍ନତି ଦେଖି ଈର୍ଷା କରୁଥାଏ। ଥରେ ସକାଳୁ ରାମୁ ତା କୁରାଢ଼ୀ ଧରି ଜଙ୍ଗଲକୁ ବାହାରିଗଲା। ଜଙ୍ଗଲରେ ବୁଲୁ ବୁଲୁ ଗୋଟିଏ ପୋଖରୀ କୂଳରେ ଗୋଟିଏ ଗଛ ପାଖରେ ପହଞ୍ଚିଗଲା। ଗଛକୁ ଦେଖି ମନେ ମନେ ଚିନ୍ତା କଲା, ଏଇ ଗଛର କାଠ ବଜାରରେ ବହୁତ ଟଙ୍କାରେ ବିକି ଭଲ ପଇସା ପାଇବି। ଏହାପରେ ସେ କୁରାଢ଼ୀ ଧରି ଗଛ ଉପରକୁ ଚଢ଼ି ଡାଳଟିଏ ହାଣିବାକୁ ଲାଗିଲା। ରାମୁ କାଠ ହାଣୁ ହାଣୁ କୁରାଢ଼ୀଟି ତା ହାତରୁ ଖସିଯାଇ ପୋଖରୀ ପାଣି ଭିତରେ ପଡ଼ିଗଲା। ରାମୁର ବୁଦ୍ଧି ଶୂନ୍ୟ ହୋଇଗଲା। ସେ ଆଉ କୁରାଢ଼ୀ ବିନା କାଠ କେମିତି କାଟିବ? ତାପରେ ରାମୁ ଗଛରୁ ଓହ୍ଲେଇ ପୋଖରୀ କୂଳରେ ବସି ହାତ ଯୋଡ଼ି ଠାକୁରଙ୍କୁ ଡାକିବାକୁ ଲାଗିଲା। ସେ ପୋଖରୀରେ ଜଣେ ଜଳ ଦେବତା ରହୁଥିଲେ। ସେ ରାମୁର ଦୁଃଖ କଷ୍ଟ ସହି ନପାରି ଜଳ ଭିତରୁ ବାହାରି ତା ଦୁଃଖର କାରଣ ପଚାରିଲେ। ରାମୁ ତାର କୁରାଢ଼ୀ ପାଣି ଭିତରେ ପଡ଼ିଯାଇଥିବା କଥା କହିଲା। ଜଳଦେବତା ପାଣି ଭିତରେ ବୁଡ଼ି ଗୋଟିଏ ରୂପାର କୁରାଢ଼ୀ ଆଣି ରାମୁକୁ ଦେଖାଇ କହିଲେ, ନିଅ ତୁମର କୁରାଢ଼ୀ। ରାମୁ ରୂପାର କୁରାଢ଼ୀ ଦେଖି ଠାକୁରଙ୍କୁ ଏ କୁରାଢ଼ୀ ମୋର ନୁହେଁ ବୋଲି କହିଲା। ଜଳଦେବତା ପୁଣି ଥରେ ପାଣିରେ ବୁଡ଼ି ସୁନା କୁରାଢ଼ୀ ଆଣି ଦେଖାଇଲେ। ପୁଣି ରାମୁ ସୁନା କୁରାଢ଼ୀଟି ତାର ନୁହେଁ ବୋଲି କହିଲା। ଏଥର ଜଳଦେବତା ପୁଣି ଥରେ ପାଣିରେ ବୁଡ଼ି ରାମୁର ଅସଲ ଲୁହା କୁରାଢ଼ୀକୁ ଆଣି ଦେଖାଇଲେ। ରାମୁ ଖୁସି ହୋଇ ଠାକୁରଙ୍କୁ ମୁଣ୍ଡିଆ ମାରି, ହଁ, ଏଇଟି ମୋର କୁରାଢ଼ୀ ବୋଲି କହିଲା। ଏବେ ଜଳଦେବତା ରାମୁକୁ ପଚାରିଲେ, ତୁମେ ତ ତୁମର କୁରାଢ଼ୀକୁ ମୂଲ୍ୟବାନ ବୋଲି କହୁଥିଲ, ଏବେ ସୁନା ଓ ରୂପାର କୁରାଢ଼ୀ ଠାରୁ ଏ ଲୁହାର କୁରାଢ଼ୀ କ'ଣ ବେଶୀ ମୂଲ୍ୟବାନ? ଏଥର ରାମୁ ଜଳଦେବତାଙ୍କୁ
ଉତ୍ତର ଦେଲା, ମୋର ଲୁହା କୁରାଢ଼ୀ ମୋର ଜୀବନ। ମୋ କୁରାଢ଼ୀ ସାହାଯ୍ୟରେ ମୁଁ ଜଙ୍ଗଲରୁ କାଠ ଆଣି ମୋର କର୍ମ କରିବି। ଏଇ ସୁନା ଆଉ ରୂପା କୁରାଢ଼ୀ ମୋର କ'ଣ ହେବ? ଜଳଦେବତା ଖୁସି ହୋଇ ରାମକୁ କହିଲେ, ତୁମେ ପରିଶ୍ରମକୁ ଜୀବନର ମୂଳ ମନ୍ତ୍ର ବୋଲି ଭାବିଛ, ଆଉ ଲୋଭ ନ କରି ସୁନା ରୂପାକୁ ମନା କରି ସତ୍ୟ ସଚ୍ଚୋଟର ଭାବ ଦେଖାଇଲ। ତେଣୁ ମୁଁ ଖୁସି ହୋଇ ଏଇ 3ଟି ଯାକ କୁରାଢ଼ୀ ତୁମକୁ ଦେଉଛି। ରାମୁ ଜଳଦେବତାଙ୍କୁ ପ୍ରଣାମ କରି 3ଟି କୁରାଢ଼ୀ ଧରି ଘରକୁ ଫେରିଲା। ରାମୁ ହାତରେ 3ଟି କୁରାଢ଼ୀ ଦେଖି ଦୀପୁ ଆଶ୍ଚର୍ଯ୍ୟ ହୋଇଗଲା। ରାମୁ ତାର ସ୍ତ୍ରୀକୁ କୁରାଢ଼ୀ ବିଷୟରେ କହିଲା। ଏସବୁ କଥା ଝରକା ପାଖରେ ରହି ଦୀପୁ ଶୁଣିଲା। ତା ପରଦିନ ସକାଳୁ ସକାଳୁ ଯାଇ ଦୀପୁ ଜଙ୍ଗଲ ଭିତର ପୋଖରୀ କୂଳରେ ହାଜର। ସେ ତାର କୁରାଢ଼ୀଟିକୁ ପାଣି ଭିତରକୁ ପକେଇ ଦେଇ ପୋଖରୀ କୂଳରେ ବସି ପ୍ରାର୍ଥନା କଲା। ଜଳଦେବତା ପାଣିରୁ ବାହାରି କାହିଁକି ପ୍ରାର୍ଥନା କରୁଛ ବୋଲି ପଚାରିଲେ। ଦୀପୁ ତାର କୁରାଢ଼ୀଟି ପାଣି ଭିତରେ ପଡ଼ି ଯାଇଥିବା କଥା କହିଲା। ଜଳଦେବତା ପାଣି ଭିତରକୁ ଯାଇ ତାର କୁରାଢ଼ୀ ଆଣି ଦେଖେଇ କହିଲେ, ନିଅ ତୁମର କୁରାଢ଼ୀ। ଦୀପୁ କହିଲା, ଏଇଟା ମୋର ନୁହେଁ। ଜଳଦେବତା ପୁଣି ପାଣି ଭିତରକୁ ଯାଇ ଗୋଟିଏ ରୂପା କୁରାଢ଼ୀ ଆଣି ଦେଖେଇଲେ। ଦୀପୁ ମନା କଲା, ଏଇଟା ମଧ୍ୟ ମୋର ନୁହେଁ। ତାପରେ ଜଳଦେବତା ପାଣି ଭିତରକୁ ଯାଇ ସୁନା କୁରାଢ଼ୀଟିଏ ଆଣି ଦୀପୁକୁ ଦେଖାଇଲେ। ସୁନା କୁରାଢ଼ୀଟି ଦେଖି ଦୀପୁ ଲୋଭରେ କହିଲା, ହଁ ହଁ, ଏଇଟି ମୋ କୁରାଢ଼ୀ। ଜଳଦେବତା କହିଲେ, ତୁମେ ବହୁତ ଲୋଭୀ, ତୁମେ ବି ବହୁତ ମିଛ କହିଲ। ଏହା କହି ଜଳଦେବତା ଜଳ ଭିତରକୁ କୁରାଢ଼ୀ ଧରି ପଶିଗଲେ। ଦୀପୁ କାନ୍ଦି କାନ୍ଦି ଯେତେ ନେହୁରା ହେଲେ ମଧ୍ୟ ଜଳଦେବତା ଆଉ ଦେଖାଦେଲେ ନାହିଁ। ଦୀପୁ ମିଛ କହିବାର ଶାସ୍ତି ପାଇଲା। ଫଳରେ ସେ ତା ନିଜ କୁରାଢ଼ୀଟିକୁ ହରେଇଲା। ହେଲେ ରାମୁ ତାର ସରଳତାର ଏବଂ ସଚ୍ଚୋଟତାର ପୁରସ୍କାର ପାଇଲା। ଏଥିପାଇଁ କହନ୍ତି, ଲୋଭ କରିବା ବହୁତ ଖରାପ। ପିଲାମାନେ, ଏ ଗପଟି ଶୁଣି ତୁମେମାନେ କ'ଣ ଶିକ୍ଷା ପାଇଲ? ରାମୁର ସଚ୍ଚୋଟତା ପାଇଁ ଆଉ ସତ୍ୟବାଦିତା ପାଇଁ ଜଳଦେବତା ତାକୁ ସୁନା ଓ ରୂପାର କୁରାଢ଼ୀ ସହିତ ତା ନିଜର କୁରାଢ଼ୀକି ମଧ୍ୟ ଫେରସ୍ତ ଦେଲେ। ଅପରପକ୍ଷରେ ଦୀପୁ ନିଜର ମିଥ୍ୟାଚାରିତା ଏବଂ ଈର୍ଷା ଯୋଗୁଁ ନିଜର କୁରାଢ଼ୀ ସହିତ ସବୁକିଛି ହରେଇ ବସିଲା। ଧନ୍ୟବାଦ।